ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ମଜା ଗପଟିଏ ପଢ଼ିବା ଏବଂ ଶୁଣିବା। ତ ପିଲାମାନେ ଗପଟିର ନାଁ ହେଉଛି ବିଲେଇକୁ ଶୁଖୁଆ ଭାର। ତ ପିଲାମାନେ ବିଲେଇକୁ କ'ଣ ସତରେ କିଏ ଶୁଖୁଆ ଭାର ଦେଲା ନା ସେ ନିଜେ ଆଣିକି ଶୁଖୁଆ ଖାଇଲା? ତ ପିଲାମାନେ ଗପଟିକୁ ପ୍ରଥମେ ଆମେ ପଢ଼ିବା ଏବଂ ଶୁଣିବା। ତ ପିଲାମାନେ ମଜା ଗପଟିଏ ଅଛି। ତା ପୂର୍ବରୁ ପିଲାମାନେ ତମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଜଲ୍ଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ। ତ ପିଲାମାନେ ଯେତେବେଳେ ବି ମୁଁ ଏହିଭଳି ଭିଡ଼ିଓ ଅପଲୋଡ଼ କରିବି ସଙ୍ଗେ ସଙ୍ଗେ ତମାନଙ୍କ ପାଖକୁ ନୋଟିଫିକେସନ୍ ଚାଲିଯିବ ଆଉ ତମମାନେ ଘରେ ବସି ଏହିଭଳି ଗୋଟିଏ ଲେଖାଏଁ ମଜା ଗପ ଶୁଣିପାରିବ। ତ ପିଲାମାନେ ଏବେ ଆମେ ପଢ଼ିବା ମଜା ଗପଟିକୁ। ବିଲେଇକୁ ଶୁଖୁଆ ଭାର। ତ ପିଲାମାନେ ବିଲେଇକୁ ଶୁଖୁଆ ଭାର। ତ ବିଲେଇକୁ ଶୁଖୁଆ ଭାର କିଏ ଦେଲା? ପିଲାମାନେ ତମମାନେ ସବୁ ଗାଁରେ ଦେଖିଥିବ ମିଠା ଭାର ଦିଆଯାଏ ସମସ୍ତଙ୍କୁ। ତ ବିଲେଇକୁ ଶୁଖୁଆ ଭାର ଏଠି କିଏ ଦେଲା? ତ ପିଲାମାନେ ମଜା ଗପଟି ପଢ଼ିବା। ଗୋଟିଏ ଗାଁରେ ବନ୍ଧୁଆ ନାଁରେ ଚାଷୀଟିଏ ଥାଏ। ତ ପିଲାମାନେ ଗୋଟିଏ ଗାଁରେ ବନ୍ଧୁଆ ନାଁରେ ଚାଷୀଟିଏ ଥାଏ। ଚାଷୀଟି ବହୁତ କଷ୍ଟ କରି ତାର କ୍ଷେତ ଉପରେ ଧାନ, ବିରି, ବାଦାମ ଭିନ୍ନ ଭିନ୍ନ ଋତୁରେ ଚାଷ କରେ। ତ ପିଲାମାନେ ଗୋଟିଏ ଗାଁରେ ବନ୍ଧୁଆ ନାଁରେ ଚାଷୀଟିଏ ଥାଏ ଆଉ ସେ ତାର ବିଲରେ ସେ କ'ଣ କ'ଣ ଫସଲ କରେ? ଧାନ, ବିରି, ବାଦାମ ଆଦି କ'ଣ ଭିନ୍ନ ଭିନ୍ନ ଋତୁରେ କ'ଣ ଏଇଭଳି ଚାଷ କରିଥାଏ। ତାର ସ୍ତ୍ରୀ ମଧ୍ୟ ତାକୁ କାର୍ଯ୍ୟରେ ବହୁତ ସାହାଯ୍ୟ କରେ। ପିଲାମାନେ ତାର ସ୍ତ୍ରୀ ତାକୁ ବହୁତ ସାହାଯ୍ୟ କରେ। କ୍ଷେତରୁ ଯାହା ଯେତିକି ଅମଳ କରେ ସେ ସେତିକିରେ କଷ୍ଟେ ମଷ୍ଟେ ଚଳିଯାଏ। ତ ପିଲାମାନେ ସେ ଯେତିକି କ୍ଷେତରୁ ଅମଳ କରେ ସେତିକିରେ ସେ କଷ୍ଟେ ମଷ୍ଟେ ଚଳିଯାଏ। ତାର ପୁଅଟିଏ ଗେହ୍ଲାରେ ତାର ନାଁ ଦେଇଥାଏ ଛୋଟୁ। ତ ପିଲାମାନେ ତା ପୁଅଟିର ନାଁ ଥିଲା କ'ଣ? ଛୋଟୁ। ଛୋଟୁର ପାଠ ପଢ଼ିବା ପାଇଁ ବୟସ ହୋଇଯାଇଥାଏ। ତ ପିଲାମାନେ ତା ପୁଅ ଛୋଟୁର ପାଠ ପଢ଼ିବା ପାଇଁ ବୟସ ମଧ୍ୟ ହୋଇଯାଇଥାଏ। ବନ୍ଧୁଆର ଘର ପାଖାପାଖି ସ୍କୁଲ ଖୋଲା ହୋଇଥାଏ। ତ ପିଲାମାନେ ବନ୍ଧୁଆ ଘର ପାଖରେ ସ୍କୁଲ ମଧ୍ୟ ଖୋଲା ହୋଇଯାଇଥାଏ। ତ ଦେଖିବା ପିଲାମାନେ ତାପରେ କ'ଣ ହେଲା? ଏଣୁ ଛୋଟୁ ସ୍କୁଲ ଯାଇ ପାଠ ପଢ଼େ। ତ ପିଲାମାନେ ଛୋଟୁ କି ନା ବନ୍ଧୁଆ ଯୋଉ ଚାଷୀଟି ତା ପୁଅ ନାଁ ହେଉଛି ଛୋଟୁ। ତାର ଯେହେତୁ ପାଠ ପଢ଼ା ବୟସ ହୋଇଯାଇଥିଲା, ଚାଷୀର ଘର ପାଖରେ ଗୋଟିଏ ସ୍କୁଲ ଖୋଲା ହେଇଥିଲା। ସେଥିପାଇଁ ଛୋଟୁ କ'ଣ କରେ ନା ସ୍କୁଲରେ ଯାଇ ପାଠ ପଢ଼େ। ଛୋଟୁ ସ୍କୁଲରୁ ଆସି ଘର ପାଖରେ ଦୌଡ଼ା ଦୌଡ଼ି ସହ ଘରେ ବସି ଖେଳନା ସହ ବସି ଖେଳେ। ଛୋଟୁ ପିଲାମାନେ କ'ଣ କରେ ନା ସ୍କୁଲରୁ ଆସି ସେ ସ୍କୁଲରୁ ଫେରିବା ପରେ ଘର ପାଖରେ କ'ଣ କରେ ନା ଦୌଡ଼ା ଦୌଡ଼ି କରି ଖେଳେ। ତା ସହିତ ଖେଳନା ମଧ୍ୟ କ'ଣ ଖେଳନା ରଖିଛି, ବହୁତ ଗୁଡ଼ିଏ ଖେଳନା ସେ ଘରେ ବସିକି ସେ ଖେଳନାକୁ ଧରି ଖେଳେ। ବନ୍ଧୁଆ ଏବଂ ତାର ସ୍ତ୍ରୀ କ୍ଷେତକୁ ଚାଲିଯାଆନ୍ତି ଏବଂ ଛୋଟୁ ସ୍କୁଲକୁ ଯିବା ପରେ ଘରର କବାଟ ଦିଆ ହୋଇଥାଏ। ତ ପିଲାମାନେ ତା କ'ଣ ଚାଷୀ ଆଉ ତାର ସ୍ତ୍ରୀ ଯେତେବେଳେ ବିଲକୁ ବାହାରି ଯାଆନ୍ତି, ଛୋଟୁ ମଧ୍ୟ ସ୍କୁଲକୁ ଯିବା ପରେ ଘରର କବାଟ ଦିଆଯାଇଥାଏ। ଏହି ସମୟ ଭିତରେ ଚାଷୀ ବନ୍ଧୁଆର ବାଡ଼ିରେ ଗାତ କରି ରହିଥିବା ଷଣ୍ଡୁବେକ ନାମକ ମୂଷାଟିଏ ତା ଘରକୁ ଆସି ଧାନ ଏବଂ ବିରି ସବୁ ଦିନ ଆସି ଖାଏ। ତ ପିଲାମାନେ ସେମାନେ ଚାଷୀ ଆଉ ତାର ସ୍ତ୍ରୀ କ'ଣ କରନ୍ତି ନା ପ୍ରତ୍ୟେକ ଦିନ ସେମାନେ କ'ଣ କ୍ଷେତକୁ ବାହାରି ଯାଆନ୍ତି ତାଙ୍କର ଛୁଆ। ତ ପିଲାମାନେ ତାଙ୍କର ଯୋଉ କୁନି ଛୁଆଟିଏ ବା କୁନି ପୁଅଟିଏ ଅଛି ଛୋଟୁ, ସେ ମଧ୍ୟ ସ୍କୁଲକୁ ପଳାଏ। ସେ ଯିବା ପରେ ସେ ଘରେ କ'ଣ କରନ୍ତି ନା କବାଟ ଦେଇ ସେମାନେ ଫସଲକୁ ବାହାରି ଯାଆନ୍ତି। ସେହି ସମୟରେ କ'ଣ ହେଇଛି ନା ତାଙ୍କ ବାଡ଼ିରେ ରହୁଥିବା କ'ଣ ମୂଷାଟିଏ। ତ ପିଲାମାନେ ସେ ମୂଷାଟିର ନାଁ ହେଉଛି ଷଣ୍ଡୁବେକ ହେଲା। ଷଣ୍ଡୁବେକ ନାମକ ମୂଷାଟିଏ ସେହି ସମୟରେ ଘରକୁ ଆସି ଧାନ, ବିରି ସବୁ କ'ଣ କରେ ନା ଆସି ଖାଏ। ଖାଇବା ଆରାମରେ ମିଳି ଯାଉଥିବାରୁ ଷଣ୍ଡୁବେକ ଖୁସିରେ ଚାଷୀ ଘରେ ଡିଆଁ ଡେଇଁ କରିବା ସହ ଲୁଗାପଟା ସବୁ କାଟିଦିଏ। ତ ପିଲାମାନେ ମୂଷାଟି ସେମାନେ ଯେତେବେଳେ କ୍ଷେତକୁ ପଳାନ୍ତି, ଛୋଟୁ ସ୍କୁଲକୁ ପଳାଏ, ସେହି ସମୟରେ ମୂଷାଟି କ'ଣ କରେ ନା ଘର ଭିତରକୁ ପଶି ଆସେ। ସବୁ ଧାନ, ଚାଉଳ ଏସବୁ ଖାଇସାରିଲା ପରେ ଖୁସିରେ କ'ଣ କରେ ନା ଡିଆଁ ଡେଇଁ କରିବା ସହ ଲୁଗାପଟା ମଧ୍ୟ କାଟିଦିଏ। ସବୁଦିନ ମୂଷା ଏମିତି ଆସେ ଏବଂ ଚାଷୀ ବା ତା ପୁଅ ଘରକୁ ଆସିବା ପୂର୍ବରୁ ମୂଷା ତା କାଣ୍ଡ ସାରି ପଳାଇଯାଏ। ତ ପିଲାମାନେ ସେମାନେ ଯେତେବେଳେ ଘରକୁ ଫେରନ୍ତି ସେତେବେଳେ ମୂଷା କ'ଣ କରେ ନା ସବୁ ଖାଇସାରିବା ପରେ ଲୁଗାପଟା କାଟିଦିଏ। କାଟି ସାରିବା ପରେ କ'ଣ କରେ ନା ସେମାନେ ଯେତେବେଳେ ଘରକୁ ଫେରନ୍ତି ତା ପୂର୍ବରୁ ସେ ପଳେଇ ଯାଏ। ଆସ୍ତେ ଆସ୍ତେ ଚାଷୀ ମୂଷା ଷଣ୍ଡୁବେକ ଉପରେ ବହୁତ ରାଗିଗଲା। ତ ପିଲାମାନେ ଷଣ୍ଡୁବେକ ହେଉଛି ମୂଷାର ନାଁ ହେଲା। ଚାଷୀଟି କ'ଣ କଲା ନା ମୂଷା ଉପରେ ବହୁତ ଜୋରେ ରାଗିଗଲା। ବନ୍ଧୁଆ ଗାଁରେ ରହୁଥିବା ଗୋଟିଏ କମାର ପାଖରୁ ଜନ୍ତାଟିଏ ତିଆରି କରି ନେଇ ଆଣିଲା। ତ ପିଲାମାନେ ବନ୍ଧୁଆ ହେଉଛି ଚାଷୀର ନାଁ ହେଲା। ଚାଷୀ କ'ଣ କଲା
ନା ଗାଁରେ ରହୁଥିବା ଗୋଟିଏ କମାର ପାଖକୁ ଗଲା ଆଉ ମୂଷା ଧରା ଯନ୍ତ୍ରଟିଏ ତିଆରି କରି ନେଇ ଆସିଲା। ତା ପରଦିନ ଠାରୁ ଯନ୍ତାରେ କିଛି ଖାଦ୍ୟ ରଖିଦେଇ ସ୍ୱାମୀ ସ୍ତ୍ରୀ କ୍ଷେତକୁ ପଳେଇ ଯାଆନ୍ତି। ତ ପିଲାମାନେ ତା ପରଦିନ କଣ କଲେ ନା ଯନ୍ତାରେ କିଛି ଖାଦ୍ୟ ସେମାନେ ରଖିଦେଲେ। କିଏ ରଖିଦେଲେ ପିଲାମାନେ? ନା ସ୍ୱାମୀ ସ୍ତ୍ରୀ ଦୁହେଁ ସେମାନେ ରଖିଦେଇ କ୍ଷେତକୁ ପଳେଇ ଗଲେ। ଛୋଟୁ ସ୍କୁଲକୁ ପଳେଇ ଯିବା ପରେ ମୂଷା ତା ଘରେ ପଶି ସେମିତି ଖାଇ କାଟି କୁଟି ଯାଏ। ତ ପିଲାମାନେ ଛୋଟୁ ସ୍କୁଲକୁ ପଳେଇ ଯିବା ପରେ ମୂଷା ତା ଘରେ ପଶି ସେମିତି ଖାଇ କାଟି କୁଟି କଣ ଯାଏ, ଲୁଗାପଟା କାଟି ଦେଇକି ପଳେଇ ଯାଏ। ତେବେ ସେ ଯିବା ବେଳକୁ ଯନ୍ତାରେ କି ଖାଦ୍ୟ ଅଛି ବୋଲି ଦେଖି ତାର ଲୋଭ ହେଲା। ତ ପିଲାମାନେ ଯିବା ପୂର୍ବରୁ ମୂଷାଟି ସେ ଯନ୍ତା ଉପରେ ତାର ନଜର ପଡ଼ିଗଲା ଆଉ ଯନ୍ତା ଭିତରେ କିଛି ଖାଦ୍ୟ ଥିବାର ସେ ଦେଖିଲା। ଦେଖି ତାର ଲୋଭ ହେଲା। ସୁଣ୍ଡୁବେକ ଭାବିଲା ଯେ ଯନ୍ତା ଭିତରକୁ ଯାଇ ସେ ଖାଦ୍ୟ ଖାଇବ। ତ ପିଲାମାନେ ସୁଣ୍ଡୁବେକ ହେଉଛି ମୂଷାର ନାଁ। ମୂଷାଟି ଭାବିଲା ଯେ ଯନ୍ତା ଭିତରକୁ ଯିବ ଆଉ ଯନ୍ତା ଭିତରେ ଯୋଉ ଖାଦ୍ୟ ଅଛି ସେ ତାକୁ ଖାଇବ। ସେ ଯେମିତି ଯନ୍ତା ଭିତରକୁ ପଶିଗଲା ସଙ୍ଗେ ସଙ୍ଗେ ଯନ୍ତାର କଣ ବାଟଟା ବନ୍ଦ ହୋଇଗଲା। ତ ପିଲାମାନେ ମୂଷାଟି ଯେତେବେଳେ କଣ ଯନ୍ତା ଭିତରକୁ ପଶିଗଲା ସେଇଠୁ କଣ ହେଲା ନା ସଙ୍ଗେ ସଙ୍ଗେ ଯନ୍ତାର ବାଟଟା ବନ୍ଦ ହୋଇଗଲା। ସେ ଆଉ ବାହାରକୁ ନ ବାହାରି ପାରି ଖାଇବ କଣ? ସେ ଯନ୍ତା ଭିତରେ ଏପଟ ସେପଟ ହୋଇ ଦୌଡ଼ା ଦୌଡ଼ି କରି ହାଲିଆ ହୋଇଥିଲେ ବି କିଛି ନ ଖାଇ ବସି ରହିଲା। ତ ପିଲାମାନେ ସେ ଆଉ ବାହାରକୁ ବାହାରି ପାରିଲାନି। ସେଇଠୁ ସେ ଆଉ ଖାଇବ କଣ? ସେ କଣ ଯନ୍ତା ଭିତରେ ଏପଟ ସେପଟ କରି ଦୌଡ଼ା ଦୌଡ଼ି କଲା। ହେଲା, ସେ କିପରି ପଦାକୁ ବାହାରିବ? ହେଲା, ଆଉ କିଛି ନ ଖାଇ ସେଇଭଳି ବସି ରହିଲା। ଆଉ ସେ ଚିନ୍ତା କଲା ଯେ କିପରି ଏଇ ଯନ୍ତା ଭିତରୁ ବାହାରକୁ ବାହାରିବ। ଛୋଟୁ ସ୍କୁଲରୁ ଆସି ଦେଖେ ତ ମୂଷା ସୁଣ୍ଡୁବେକ ଯନ୍ତାର କଣରେ ବସିଛି। ତ ପିଲାମାନେ ଛୋଟୁ ଆସିକି ସ୍କୁଲରୁ ଦେଖିଲା ଯେ ମୂଷାଟି ଯନ୍ତାର କଣରେ ବସିଛି। ଛୋଟୁ ତା ପାଖକୁ ଗଲା ବେଳକୁ ସେ ସେମିତି ଦୌଡ଼ା ଦୌଡ଼ି ସହ ଡିଆଁ ଡେଇଁ କରୁଥାଏ। ତ ଛୋଟୁ ତା ପାଖକୁ ଗଲା ଆଉ ଦେଖିଲା ସେ କଣ ନା ଯନ୍ତା ଭିତରେ ସେ ଦୌଡ଼ା ଦୌଡ଼ି ସହ ଡିଆଁ ଡେଇଁ ମଧ୍ୟ କରୁଥାଏ। ଛୋଟୁ ମୂଷାର କାରବାର ଦେଖି ଖୁବ୍ ଖୁସି ହଉଥାଏ। ତ ପିଲାମାନେ ଛୋଟୁ କଣ କଲା ନା ମୂଷାକୁ ଯେହେତୁ ଅତି ନିକଟରେ ଦେଖିଲା ଆଉ ତାର ଡିଆଁ ଡେଇଁକୁ ଦେଖି ମଧ୍ୟ ଖୁବ୍ ଖୁସି ହଉଥାଏ। ଯନ୍ତା ପାଖରେ ବସି ଦେଖୁ ଦେଖୁ ସେ ଯନ୍ତାର ବାଟ ଖୋଲିଦେଲା। ତ ପିଲାମାନେ ଛୋଟୁ କଣ କଲା ନା ଯନ୍ତା ପାଖରେ ବସି ମୂଷାଟିକୁ ଦେଖିବା ସଙ୍ଗେ ସଙ୍ଗେ ସେ ଯନ୍ତାର ବାଟଟିକୁ ଖୋଲିଦେଲା। ମୂଷା ସଣ୍ଡୁବେକ ଏ ସୁଯୋଗକୁ ଆଉ ଛାଡ଼େ, ସଙ୍ଗେ ସଙ୍ଗେ ଯନ୍ତାରୁ ଡେଇଁ ତା ବାଟରେ ପୁରା ପାର। ତ ପିଲାମାନେ ଯେହେତୁ ଛୋଟୁ ଛୋଟ ପିଲାଟେ ଥିଲା ସେ କଣ କଲେ ନା ସେଇ ଯନ୍ତାର ବାଟଟିକୁ ଖୋଲିଦେଲା। ସେଇ ସମୟରେ ସଣ୍ଡୁବେକ ବା ମୂଷାଟି କଣ କଲା ନା ସଙ୍ଗେ ସଙ୍ଗେ କଣ କଲା ଏଇ ସୁଯୋଗକୁ ଆଉ ହାତ ଛଡ଼ା ନ କରି ସେ ଯନ୍ତାରୁ ଡେଇଁ କଣ ତା ବାଟରେ ସେ କଣ ଚାଲିଗଲା। ହେଲା, ସାଙ୍ଗେ ସାଙ୍ଗେ ପାର ହୋଇଗଲା। ବନ୍ଧୁଆ କ୍ଷେତରୁ ଫେରି ଛୋଟୁଠାରୁ ମୂଷା କଥା ଶୁଣି ମନ ଖରାପ କଲା। ତ ପିଲାମାନେ ଯେହେତୁ ଚାଷୀଟି ଘରକୁ ଫେରିବା ପରେ ସେ ଛୋଟୁଠାରୁ ମୂଷା ପଳେଇ ଯିବାର କଥା ଶୁଣି ସେ ବହୁତ ମନ ଖରାପ କଲା। ମନେ ମନେ ଭାବିଲା ଯେ ମୂଷା ଘରକୁ ଆସିବ, ତାର କାମ ସେମିତି କରି ଚାଲିବ, କିନ୍ତୁ ଆଉ ଥରେ ମଧ୍ୟ ସେ ମୂଷା ଯନ୍ତା ଭିତରକୁ ଯିବ ନାହିଁ। ତ ପିଲାମାନେ ସେ ପୁଣି ଭାବିଲା ଯେ କଣ ଚାଷୀଟି ଭାବିଲା ମୂଷା ପୁଣି ପୂର୍ବ ଭଳି ଆସିବ, ପୂର୍ବ ଭଳି କଣ ଧାନ ଗହମ ଏସବୁ ଖାଇବ, ତା ସହିତ ଲୁଗାପଟା ମଧ୍ୟ କାଟିବ, ପୂର୍ବ ଭଳି ତାର କଣ କାମ ସେଇଭଳି କରିଚାଲିବ। ସେ ଆଉ ଯନ୍ତା ଭିତରକୁ ଯିବ ନାହିଁ, କାରଣ ସେ ଜାଣି ଯାଇଛି ଯେ ଏଇଟା ଗୋଟିଏ ଯନ୍ତା। ତା ପରଠାରୁ ସେମିତି ସତକୁ ସତ ମୂଷା ତା କାମ କରିଦେଇ ପଳେଇ ଯାଏ। ତ ପିଲାମାନେ ମୂଷା ସେଇଭଳି କଣ ପ୍ରତ୍ୟେକ ଦିନ ଏଇଭଳି କଣ କାମ କରି ପଳେଇ ଯାଏ। ବନ୍ଧୁଆ ଭାବିଲା ଯଦି ମୂଷା ତା ଆଗରେ ପଡ଼ିଯାଏ ତେବେ ତାକୁ ପିଟି ମାରି ଦିଅନ୍ତା। ତ ପିଲାମାନେ ଚାଷୀଟି ଭାବିଲା ଯଦି ମୂଷା ତା ହାବୁଡ଼ରେ ପଡ଼ିଯାଆନ୍ତା ତେବେ ତାକୁ ସେ ପିଟି ମାରି ଦିଅନ୍ତା, କିନ୍ତୁ ସେମିତି ସୁଯୋଗ କେବେ ଆସେ ନାହିଁ। ତେଣୁ ସୁଣ୍ଡୁବେକକୁ ନିପାତ କରିବା ପାଇଁ ବହୁତ ପାଞ୍ଚି ଗୋଟିଏ ବିଲେଇ ଆଣି ପୋଷିଲା। ତା ନାଁ ଦେଇଥାଏ ଚମ୍ପକ। ତ ପିଲାମାନେ ସେଇଠୁ ସେ କଣ କଲା ନା ମୂଷାଟିକୁ ମାରିବା ପାଇଁ ସେ ଶେଷରେ ଚାଷୀଟି କଣ କଲା ଗୋଟିଏ ବିଲେଇଟିକୁ ଆଣିକି ପୋଷିଲା, ତାର ନାଁ ହେଉଛି ଚମ୍ପକ। ବିଲେଇକୁ ଆଣି ପୋଷିବା ପରେ ସୁଣ୍ଡୁବେକ ଆଉ ବନ୍ଧୁଆ ଘରେ କିଛି ଖାଇବା ବା କଟାକଟି କରିପାରେ ନାହିଁ। ତ ପିଲାମାନେ ବିଲେଇ ଡରରେ ସଣ୍ଡୁବେକ, ପିଲାମାନେ କଣ ମୂଷାଟିର ନାଁ ସଣ୍ଡୁବେକ ଆଉ ବିଲେଇଟିର ନାଁ ହେଉଛି କଣ ଚମ୍ପକ। ତ ଚମ୍ପକ ଆସିଲା ଦିନଠୁ ସଣ୍ଡୁବେକ ଆଉ କଣ ବନ୍ଧୁଆ ଘରକୁ କିଛି ଖାଇବା ବା କଟାକଟି କରିପାରେ ନାହିଁ, ସେ ଭୟରେ ଆସେ ନାହିଁ।
ସେ ଜାଣିଛି ଭଲ ଭାବରେ କ'ଣ ସେ ବିଲେଇ ହାବୁଡ଼ରେ ପଡ଼ିଲେ ବିଲେଇ ତାକୁ ଖାଇଦେବ। ଦିନେ କ'ଣ ହେଇଛି, ଚମ୍ପକ ଟିକେ ବାହାରେ ବୁଲି ଆସିବା ପାଇଁ ଯାଇଛି। ସୁଣ୍ଡୁବେକ ବନ୍ଧୁଆ ଘରେ ପଶିଗଲା। ତ ପିଲାମାନେ ଦିନେ କ'ଣ ହେଇଛି ନା ବିଲେଇଟି ଟିକେ ବାହାରେ ବୁଲିବା ପାଇଁ ଯାଇଛି। ସେହି ସମୟରେ ମୂଷାଟି ଚାଷୀର ଘର ଭିତରକୁ ପଶିଗଲା। ମୂଷା ଘର ଭିତରକୁ ପଶିଛି, ବିଲେଇ ଚମ୍ପକ ଘରକୁ ଆସିଲା। ତ ମୂଷା ଯେତେବେଳେ ଘର ଭିତରକୁ ଆସିଛି ସେହି ସମୟରେ କ'ଣ ବିଲେଇ, ତ ପିଲାମାନେ ବିଲେଇ ଘରକୁ ଆସିଲା। ଚମ୍ପକକୁ ଦେଖି ସୁଣ୍ଡୁବେକ ଘାବରେଇ ଗଲା। ତ ପିଲାମାନେ ଚମ୍ପକ କିଏ? ବିଲେଇ ନା ଚମ୍ପକ ହେଲା, ସୁଣ୍ଡୁବେକ ହେଉଛି ମୂଷା। ସେଇଠୁ ସେ କ'ଣ କଲା ନା ମୂଷାଟି ଯେତେବେଳେ ବିଲେଇକୁ ଦେଖିଛି ସେ ସେଇଠୁ ଘାବରେଇ ଗଲା ବା ଡରିଗଲା ଏବଂ ନିଜ ଜୀବନ ବଞ୍ଚାଇବା ପାଇଁ ଡେଇଁ ଡେଇଁ ଉଠିଗଲା ଆଲମିରା ଉପରକୁ। ତ ପିଲାମାନେ ନିଜ ଜୀବନକୁ ସେ ବଞ୍ଚାଇବା ପାଇଁ, ବିଲେଇ କବଳରୁ ନିଜକୁ ବଞ୍ଚାଇବା ପାଇଁ ସେ ଡରିକି ସାଙ୍ଗେ ସାଙ୍ଗେ କ'ଣ କଲା ନା ଆଲମିରା ଉପରକୁ କ'ଣ ଡେଇଁକି ପଳାଇଗଲା। ବିଲେଇ କି ତାକୁ ଛାଡ଼େ? ତ ପିଲାମାନେ ବିଲେଇ କି ତାକୁ ଛାଡ଼ିବ? ଉପର ତଳ ଗୋଡ଼େଇ ମୂଷାକୁ ମାରିବାକୁ ଚେଷ୍ଟା କରୁଥାଏ। ତ ପିଲାମାନେ ଉପର ତଳ ଗୋଡ଼େଇ ସେ ମୂଷାକୁ ମାରିବାକୁ ଚେଷ୍ଟା କରୁଥାଏ। କିଏ ପିଲାମାନେ? ନା ବିଲେଇ। ସୁଣ୍ଡୁବେକ ଡେଇଁ ଡେଇଁ ଚାଷୀର ଘରେ ଥିବା ଥାକ ଉପରକୁ ପଳେଇ ଯାଇ ଗୋଟିଏ କଣକୁ ରହି ଚମ୍ପକକୁ ଦେଖୁଥାଏ। ତ ପିଲାମାନେ ମୂଷାଟି କ'ଣ କଲା ନା ଡେଇଁ ଡେଇଁ ସେ ସଙ୍ଗେ ସଙ୍ଗେ ଚାଷୀର ଘରେ ଥିବା ଯେଉଁ ଥାକ ଉପରକୁ ସେ ପଳେଇଗଲା ଆଉ ଗୋଟିଏ କଣକୁ ରହି ଚମ୍ପକକୁ ସେ ଦେଖୁଥାଏ। ତଥାପି ସେଠି କେତେ ସମୟ ବସି ରହିବ? ଚମ୍ପକ ତାକୁ ଜଗିଥାଏ। ଏହି ସମୟରେ ସୁଣ୍ଡୁବେକ ଗୋଟିଏ ଉପାୟ ପାଞ୍ଚି କହିଲା, ହେ ଚମ୍ପକ ମହାଶୟ, ମୋତେ ନ ମାରି ଆପଣ ଛାଡ଼ି ଦିଅନ୍ତୁ। ତ ପିଲାମାନେ ସେଇଠୁ ମୂଷାଟି ଭାବିଲା ସେ ଆଉ କେତେ ସମୟ ସେ ଥାକରେ ବସି ରହିବ। ସେଇଠୁ ସେ ବିଲେଇକୁ କ'ଣ କହିଲା କ'ଣ ନା ଏହି ସମୟରେ ସୁଣ୍ଡୁବେକ ଗୋଟିଏ ଉପାୟ ପାଞ୍ଚି କହିଲା। ସେ ସଙ୍ଗେ ସଙ୍ଗେ ମୂଷାଟି ଗୋଟିଏ ଉପାୟ ପାଞ୍ଚିଲା ଆଉ ସେ ସଙ୍ଗେ ସଙ୍ଗେ ବିଲେଇକୁ କହିଲା, ହେ ଚମ୍ପକ ମହାଶୟ। ତ ପିଲାମାନେ ବିଲେଇକୁ କ'ଣ ମୂଷାଟି କହୁଛି, ହେ ଚମ୍ପକ ମହାଶୟ, ଯେହେତୁ ବିଲେଇର ନାଁ ଥିଲା ଚମ୍ପକ ହେଲା, ମୋତେ ନ ମାରି ଆପଣ ଛାଡ଼ି ଦିଅନ୍ତୁ। ସେଇଠୁ ଚମ୍ପକ କହିଲା, ତତେ ମାରିବା ପାଇଁ ଚାଷୀ ମୋତେ ପୋଷୁଛି। ସେଇଠୁ ବିଲେଇ କ'ଣ କହିଲା ପିଲାମାନେ? ନା ବିଲେଇଟି ମୂଷାକୁ କହିଲା, ତତେ ମାରିବା ପାଇଁ ଚାଷୀ ମୋତେ ପୋଷୁଛି, ତତେ ଛାଡ଼ିଦେବା ପାଇଁ ମୋତେ କେମିତି କହୁଛୁ? ସୁଣ୍ଡୁବେକ କହିଲା, ଚମ୍ପକ ଦୟାବତାର ଆପଣ କେତେ ମହାନ। ଆପଣ ଯଦି ମୋତେ ଦୟା କରନ୍ତେ ତେବେ ଆପଣ ଆହୁରି ଅଧିକ ମହାନ ହୋଇଯିବେ। ତ ପିଲାମାନେ ଯେତେବେଳେ ବିଲେଇଟି ମୂଷାକୁ ଖାଇବା ପାଇଁ କହୁଛି, ସେଇଠୁ ମୂଷାଟି ତାକୁ ଅନୁରୋଧ କରି କହିଛି କ'ଣ କହିଛି ନା ମୋତେ ତମେ ଛାଡ଼ିଦିଅ ହେଲା, ମୋତେ ତମେ ଛାଡ଼ିଦିଅ ହେଲା, ଆପଣ ଯଦି ମୋତେ ଦୟା କରନ୍ତେ ତେବେ ଆପଣ ଆହୁରି ଅଧିକ ମହାନ ହୋଇଯିବେ। ସେଇଠୁ ସେହି ସମୟରେ ଏସବୁ କଥା ଶୁଣିବା ପରେ ବିଲେଇଟି କ'ଣ କହିଛି ନା ବିଲେଇ କ'ଣ କହୁଛି ନା ଚାଷୀଟି ମୋତେ ପୋଷୁଛି ଆଉ ମୁଁ ତତେ ନ ଖାଇ ଛାଡ଼ିଦେବି କେମିତି? ତ ପିଲାମାନେ ଏଇ ଦୁଇ ଜଣଙ୍କ ଭିତରେ ଏଇଭଳି ଯୁକ୍ତି ଲାଗି ରହିବା ଫଳରେ ତ ଆଗକୁ କ'ଣ ହେଲା ଦେଖିବା। ଚମ୍ପକ ହସି କହିଲା, ରେ ସୁଣ୍ଡୁବେକ, ତୁ କେତେ ଭଲ ବୋଲି ମୁଁ ଜାଣିଛି। ତୋର କୌଣସି ଫିସାଦ ମୋ ପାଖରେ ଚଳିବ ନାହିଁ। ତ ପିଲାମାନେ ଚମ୍ପକ ଏସବୁ କଥା ମୂଷାଠାରୁ ଶୁଣିବା ପରେ ସେଇଠୁ କହିଲା କ'ଣ, ତୋର କିଛି କଥା କ'ଣ ମୋ ପାଖରେ ଚଳିବ ନାହିଁ। ତୁ ସେଇ ଥାକରୁ ଯେତେବେଳେ ଓହ୍ଲେଇବୁ ତତେ ମୁଁ ଧରିଦେଇ ମାରି ଖାଇବି। ତ ପିଲାମାନେ ସେଇଠୁ ବିଲେଇ କହୁଛି ମୂଷାକୁ, ତୁ ଯେତେବେଳେ ସେ ଥାକରୁ ଓହ୍ଲାଇବୁ ମୁଁ ତତେ ମାରି ଖାଇବି। ଚମ୍ପକର ଏ କଥା ଶୁଣି ସୁଣ୍ଡୁବେକ ଗୋଟାପଣ ଥରୁଥାଏ। ତ ପିଲାମାନେ ଚମ୍ପକର ଏ କଥା ଶୁଣି, ତ ବିଲେଇଟିର ଏଭଳି କଥା ଶୁଣି ମୂଷାଟି ଗୋଟାପଣେ ଥରୁଥାଏ। ତଥାପି ଚିନ୍ତା କଲା, ଯଦି ମରିବାଟା ନିଶ୍ଚୟ, ତେବେ ଜୀବନ ବଞ୍ଚାଇବା ପାଇଁ ଆଉ ଥରେ ଚେଷ୍ଟା କରିବା ଉଚିତ ହେବ। ତ ପିଲାମାନେ ମୂଷାଟି ମରିବା ପୂର୍ବରୁ ପୁଣି ଥରେ ଚିନ୍ତା କରୁଛି, ଯଦି ମରିବାଟା ନିଶ୍ଚୟ, ତେବେ ନିଶ୍ଚୟ ଜୀବନ ବଞ୍ଚାଇବା ପାଇଁ ଆଉ ଥରେ ଚେଷ୍ଟା କରିବା ଉଚିତ। ସେ ପୁଣି ଆଉ ଥରେ ବିଲେଇକୁ କ'ଣ କହୁଛି ଦେଖିବା। ଏଣୁ ସୁଣ୍ଡୁବେକ କହିଲା, ହେ ଚମ୍ପକ ଶକ୍ତିମାନ। ତ ପିଲାମାନେ ପୁଣି ମୂଷାଟି କହୁଛି ବିଲେଇକୁ, ହେ ଚମ୍ପକ ଶକ୍ତିମାନ, ଆପଣ ମୋର ମୃତ୍ୟୁଦାତା। ଆପଣ ଯଦି ମୋ ପାଇଁ ଥରେ ରକ୍ଷାକର୍ତ୍ତା ସାଜନ୍ତେ ତେବେ ଆପଣଙ୍କର ଏହି ସାହାଯ୍ୟ ମୁଁ ସାରା ଜୀବନ ପାଇଁ ମନେ ରଖିବି। ତ ପିଲାମାନେ ସେଇଠୁ ମୂଷାଟି ବିଲେଇକୁ କହୁଛି କ'ଣ ହେ ଚମ୍ପକ ଶକ୍ତିମାନ, ଆପଣ ମୋର ହେଉଛନ୍ତି ମୃତ୍ୟୁଦାତା। ଆପଣ ଯଦି ମୋ ପାଇଁ ଥରେ ରକ୍ଷାକର୍ତ୍ତା ସାଜନ୍ତି ତେବେ ଆପଣଙ୍କର ଏହି ସାହାଯ୍ୟ ମୁଁ ଜୀବନ ସାରା ପାଇଁ ମନେ ରଖିବି। ଯଦି ଆପଣ ମୋର ଜୀବନ ରକ୍ଷା କରିବେ ମୁଁ କିଛି କିଛି ଦିନ ଅନ୍ତରରେ ଆପଣଙ୍କ ପାଖକୁ ଗୋଟିଏ ଗୋଟିଏ ଶୁଖୁଆ ଭାର ପଠେଇବି। ତ
तो पिलामाने सेठू मूषाटी बहुत चालाक करी बिलेई को कहला कौन आपण जदि मते रक्षा करिवे आज जदि मते तमे छाड़ीदेव ताहले मु तम पाई प्रत्येक दिन गोटे गोटे सुखुआ भार पठेबी। तो पिलामाने सुखुआ कथा कौन शुणी बिलेईटी देखा कौन करुछि से सुंडु बेक को छाड़ुछि कि नाई। चंपक भाविला जे मूषा को मारिदेले थरकरे सरीजिव तेणु ताकू छाड़ीदेले से मते सुखुआ भार देव एवं मु खुशी रे सुखुआ खाई परिबी। तो पिलामाने बिलेई सुखुआ लोभी जेहेतु से सेठू मूषार कथा शुणिबा परे ताकू छाड़ी देबा पई स्थिर करिछि। आ स्थिर करिछि कोन जदि से आज मूषा को खाइबो ताहले कोन गोटे दिन रे खाइदेबो जदि से आज मूषा को छाड़ी देबो ताहले प्रत्येक दिन सुखुआ खाई परिबो। तो देखिबा पिलामाने तापर कोन हैला तथापि चंपक षंडुबेक को डरे कहिला ठीक अछि तते मु विश्वास करी आज छाड़ीदेवी तू मो पाखकू किछि किछि दिन अंतर रे सुखुआ भार पठाइबो। सेठू चंपक कौन कला ना सुंडु बेक को डरेके कहला ठीक अछि मु तते आज विश्वास करी छाड़ी दउछि तू मो पाखकू किछि किछि दिन अंतर रे सुखुआ भार पठाइबो जदि तू मते सुखुआ भार न देबु तू जेउठी थिले भी तते खोजी खोजी मारी खाइबी। तो पिला माने सेठू बिलेईटी मूषा को कौन कहूची तू जदि मते सुखुआ भार न देबु तू जोउटी थिले भी मु तते खोजी खोजी मारी खाइदेबी हो तू आज जा। तो पिला माने सेठू से कौन कला ताकू न खाई छाड़ीदेला मते जेमिति कथा देउछु तू सेमिति करिबु एवं चाषीर कोनसी क्षति करिबुनी। तो पिला माने सेठू मूषा को बिलेई कहूची कौन ना तू मते जेमिति कथा देइछु सेमिति करिबु चाषीर कोनसी क्षति करिबु नाही। चंपकर दया कथा शुणी षंडुबेक डिया मारी छु। तो पिला माने चंपकर ए भली कथा शुणिबा परे सेठू मूषाटी षंडुबेक कौन कला ना सेठू छु मारी पळाइला हला। मूषा जाई ता गातरे पसी चिंता कला एणिके से सावधान रहिबो जेमिति हो से आउ चंपक आगको जीव नाही। तो पिला माने जेहेतु मूषा मिछ कहिकी बिलेई को सेठारु पळी आसी सेठू से भाबिला को से जेमिति भी हो से चंपक आगको आउ जीव नाही। सुंडुबेक मने मने हसी भाबुथाए चंपकटा केड़े लोभी बोली सुकुआ भार पाइबा पाई मते छाड़ीदेला। तो पिला माने सेठू मूषाटी कौन भाबुची ना बिलेईटी सतरे केते लोभी से सुकुआ कथा शुणिबा परी सुकुआ भार कथा कौन पाइबा कथा शुणी से मते छाड़ीदेला कष्ट करी माछ धरिबी पुणी ताकू सुखेई सुखुआ करी ताकू काहेंकी देबी। सेठू मूषाटी मने मने स्थिर करुची कौन ना कष्ट करी माछ धरिबी पुणी ताकू सुखेई सुखुआ करी ताकू काहेंकी देबी। तेणु सेई दिनठू सावधान रे रहिबाकू चिंता करी से लुचि लुचि खाईदे आसी गातरे पशि जाए। तो पिला माने सेई दिन ठारू मूषाटी कौन करे ना लुचि लुचि जाए से खाइबा खाई सारिबा परे से आसी गातरे पशि जाए सबु बेले भाबुथाए जे चंपक ताकू आउ न देखू एवं तार गात भी न देखू। तो पिला माने सबु बेले मूषाटी भाबुथाए जे बिलेई ताकू न देखू आउ तार गात भी न देखू। एमिति केते दिन चलीगला सुंडु बेकर प्राय मने पड़ुथाए से चाषी घरु केमिति खाद्य पाए एवं केमिति तार लुगा काटे। तो पिला माने बिलेईटी कौन करथाए बिलेईर मूषा कथा मने पड़ुथाए आ से भाबुथाए जे से मूषाटी किपरि चाषी घर को आसे खाइबा खाई सारिबा परे से किपरि तार लुगा पटा काटी नष्ट करे। थरे चंपक कुआडे बुली जाइथाए। तो पिला माने थरे बिलेईटी कुआडे बुली जाइथाए बंधुआ एवं तार स्त्री खेत को जाइथांती। तो सेही समय चाषी आउ तार स्त्री मध्य खेत को जाइथांती तेणु एइटा गोटे सुवर्ण सुजोग भाबी षंडुबेक चाषी घर भितर को पशिगला। तो पिला माने एइटा गोटे सुवर्ण सुजोग बा भल सुजोग भाबी सेही समय मूषाटी कौन कला ना चाषीर घर भितर को पशिगला तार जहा मन इच्छा खाई चलिला एवं केते दिन हैला से चाषी घर को न आसी थिबारु लुगापटा छोटूर बहीपत्र सबू काटिदेला। तो पिला माने से देखिला बिलेई बाहर को बुलिबा को जाइछि चाषी आउ तार स्त्री मध्य कौन से माने मध्य कौन जाइछंती बिलकू सेही समय से आउ कौन ए सुजोग को हाथ छड़ा न करी संगे संगे घर भितर को पशिगला से जहा खाइबा कथा खाई सारिबा परे लुगापटा सह छोटूर बहीपत्र मध्य सबू काटिदेला। तापरे देखिबा पिला माने से कौन कला एतिकी बेले चंपक बाहरु बुली बुली करी आसी पहुंची जाइथाए। तो पिला माने सेही समय हठात चंपक माने बिलेई आसी सेठारे पहुंची गला चंपक को देखी सुंडुबेक भयरे गोटापण झाड़ होइगला। तो पिला माने बिलेई को देखी सेठू मूषाटी कौन कला ना भयरे झाड़ होइगला एवं से जोर रे थरिबाकू लागिला।
ତ ପିଲାମାନେ ଯେହେତୁ ସେଦିନ ସେ ବିଲେଇକୁ ଶୁଖୁଆ ଭାର ଦେବ ବୋଲି ମିଛ କହି ବିଲେଇ ଆଗରୁ ଖସି ପଳାଇଥିଲା, ସେ ହଠାତ୍ ଯେତେବେଳେ ବିଲେଇକୁ ସାମ୍ନାରେ ଦେଖିଲା ସେ ବହୁତ କଣ ଜୋରେ ଡରିଗଲା, ଆଉ ସେ ଗୋଟା ପୁଣି ଝାଳ ହୋଇଗଲା। ଚମ୍ପକ ଏପଟ ସେପଟ ହଉ ହଉ ସୁଣ୍ଡୁ ବେକର ଗନ୍ଧ ବାରି ତା ପାଖାପାଖି ଜଗି ବସିଲା। ତ ପିଲାମାନେ ବିଲେଇ କଣ କଲା ନା ମୂଷାର ଗନ୍ଧ ବାରି ପାରି କଣ କଲା ନା ଜାଣି ତାକୁ ଜଗି ବସିଲା। ଚମ୍ପକ କହିଲା, ରେ ସୁଣ୍ଡୁ ବେକ, ତତେ ମୁଁ ଦେଖିଛି। ସେଇଠୁ ବିଲେଇଟି କଣ କହିଲା ନା ବିଲେଇଟି ମୂଷାକୁ କହିଲା, ରେ ସୁଣ୍ଡୁ ବେକ ହେଲା, ତତେ ମୁଁ ଦେଖିଛି, ଆଜି ତତେ କେହି ମୋ ପାଖରୁ ରକ୍ଷା କରିପାରିବେ ନାହିଁ ହେଲା। ତ ପିଲାମାନେ ବିଲେଇଟି କଣ କହୁଛି ନା ମୂଷାକୁ କହୁଛି, ତତେ ମୁଁ ଦେଖି ସାରିଲିଣି, ଆଜି ତତେ କେହି ବି କଣ ରକ୍ଷା କରିପାରିବେ ନାହିଁ। ଚମ୍ପକର କଥା ଶୁଣି ସୁଣ୍ଡୁବେକ ଭାବିଲା ଯେ ଚମ୍ପକ ତାକୁ ଦେଖି ସାରିଛି ବୋଲି କହିଲାଣି। ତ ପିଲାମାନେ ମୂଷାଟି ସେଇଠୁ କଣ ଭାବିଲା ନା ବିଲେଇ ତାକୁ ଦେଖି ସାରିଛି ବୋଲି କହିଲାଣି, ତେଣୁ ସେ ଡେଇଁ ଡେଇଁ ସେଇ ଉପର ଥାକ କଣକୁ ଉଠିଗଲା। ମୂଷାଟି ସଙ୍ଗେ ସଙ୍ଗେ ସେ ପୂର୍ବ ଭଳି କଣ କଲା ନା ଥାକକୁ କଣ ଉଠିଗଲା, ଥାକ କଣକୁ ଉଠିଗଲା। ଚମ୍ପକ କହିଲା, ରେ ସୁଣ୍ଡୁ ବେକ, ତତେ ମୁଁ ଦେଖି ନଥିଲି, ତୁ ମତେ ମିଛ କଥା କହି ସେଦିନ ପଳେଇଥିଲୁ। ତ ପିଲାମାନେ ସେଇଠୁ କଣ ହେଲା ନା ବିଲେଇଟି କଣ କହୁଛି ମୂଷାକୁ ନା ତତେ ମୁଁ ଦେଖିନଥିଲି, ତୁ ସେଦିନ ମତେ ମିଛ କହି ଶୁଖୁଆ ଭାର ଦେବୁ ବୋଲି କହି ଖସି ପଳେଇଥିଲୁ, ଏଣୁ ତତେ ଆଜି ମିଛ କହି ତତେ ଏବେ ଦେଖିଲି। ତ ପିଲାମାନେ ମୁଁ ତତେ ମିଛ କହିଦେଲି ବା ମୁଁ ତତେ ଦେଖିଛି ବୋଲି କହିଦେଲି, ଆଉ ତତେ ଏବେ ମୁଁ ଦେଖିଲି ବା ଆଜି ଦେଖିଲି, ଆଜି ତୁ ମୋ ହାବୁଡ଼ରେ ତୁ କେବେ ଖସିଯିବୁ ନାହିଁ। ତ ପିଲାମାନେ ସେଇଠୁ ବିଲେଇଟି ମୂଷାକୁ କହୁଛି, ଆଜି ତୁ ମୋ ହାବୁଡ଼ରେ ପଡ଼ିଛୁ, ତ ତୁ କଣ ଏଠୁ ଖସି ଯାଇପାରିବୁ ନାହିଁ। ସୁଣ୍ଡୁବେକ କହିଲା, ହଁ ମୁଁ କହିବା ଅନୁସାରେ ଆପଣଙ୍କୁ ଶୁଖୁଆ ଭାର ଦେଇନାହିଁ। ତ ପିଲାମାନେ ମୂଷାଟି କହୁଛି କଣ ନା ମୁଁ କହିବା ଅନୁସାରେ ଆପଣଙ୍କୁ ଶୁଖୁଆ ଭାର ଦେଇନାହିଁ, ମୋର ବହୁତ ଭୁଲ ହୋଇଯାଇଛି। ତ ପିଲାମାନେ ସେଇଠୁ ସେ କହୁଛି, ମୁଁ କହିବା ଅନୁସାରେ ଆପଣଙ୍କୁ ଶୁଖୁଆ ଭାର ଦେଇନାହିଁ, ତ ମୋର ବହୁତ ବଡ଼ ଭୁଲ ହୋଇଯାଇଛି। ସତରେ ମାଛ ଗୁଡ଼ାକ ମୁଁ ଦେଖିଥିବା ଗଡ଼ିଆରୁ ସବୁ ଉଠେଇ ପଳାଇ ଯାଇଛନ୍ତି। ତ ପିଲାମାନେ ମୂଷାଟି କହୁଛି, ମୁଁ ଯୋଉ ଗଡ଼ିଆରେ ମାଛ ସବୁ ଦେଖିଥିଲି ସେ ମାଛ ସବୁ କୁଆଡ଼େ କଣ ଉଠି ପଳେଇ ଯାଇଛନ୍ତି, ସେଥିପାଇଁ ମୁଁ ମାଛ ଧରି ପାରିନାହିଁ, ମତେ କ୍ଷମା କରି ଦିଅନ୍ତୁ। ତ ପିଲାମାନେ ମୂଷାଟି କହୁଛି, ମତେ କ୍ଷମା କରି ଦିଅନ୍ତୁ। ଚମ୍ପକ କହିଲା, ରେ ସୁଣ୍ଡୁବେକ, ତୁ କେବଳ ମିଛୁଆ ନୁହେଁ, ଠକ ବି ଏବଂ ଅକୃତଜ୍ଞ ବି। ତ ପିଲାମାନେ ସେଇଠୁ କଣ କହିଛି ନା ମୂଷାର କଥା ଶୁଣି ସାରିବା ପରେ ବିଲେଇ ମୂଷାକୁ କଣ କହିଛି ନା ମୂଷାକୁ କହିଛି, ତୁ ଗୋଟିଏ ମିଛୁଆ ନୁହେଁ, ତୁ ମଧ୍ୟ କଣ ଅକୃତଜ୍ଞ ବି। ଛୋଟୁ ତତେ ଜନ୍ତାରୁ ବାହାର କରି ବଞ୍ଚାଇଥିଲା, କିନ୍ତୁ ତୁ ତାର ବହି ଖାତା କାଟିଲୁ, ତୁ ମତେ କଥା ଦେଇଥିଲୁ ବୋଲି ତତେ ସେଦିନ ଛାଡ଼ି ଦେଇଥିଲି। ତ ପିଲାମାନେ ସେଇଠୁ ବିଲେଇଟି କହୁଛି, ତୁ ମତେ କଥା ଦେଇଥିଲୁ ବୋଲି ମୁଁ ତତେ ସେଦିନ ଛାଡ଼ି ଦେଇଥିଲି, କିନ୍ତୁ ଛୋଟୁ ତତେ ସେଦିନ କଣ ଜନ୍ତାରୁ ବାହାର କରିଥିଲା, ତାପରେ ବି ତୁ କଣ କଲୁ ନା ବହି ଖାତା ତାର କାଟିଦେଲୁ, କିନ୍ତୁ ତୁଟା ପ୍ରକୃତରେ ଅବିଶ୍ୱାସୀ। ତ ପିଲାମାନେ ସେଇଠୁ ବିଲେଇ କଣ କହୁଛି ମୂଷାକୁ ନା ସତରେ ତୁ ଅବିଶ୍ୱାସୀ, ତୁ ମୋ ପାଖକୁ ଶୁଖୁଆ ଭାର ନ ପଠେଇ ଆଜି ପୁଣି ମୋ ଜାଗାକୁ ଆସି ମତେ ଆହ୍ୱାନ ଦେଉଛୁ ଭଣ୍ଡେଇ ଖେଳିବା ପାଇଁ, ତତେ ଆଜି କେବେ ଛାଡ଼ିବିନି କିମ୍ବା ବଞ୍ଚିବାକୁ ଦେବିନି। ତ ପିଲାମାନେ ବିଲେଇଟି ମୂଷାକୁ କହୁଛି, ପ୍ରଥମେ ତୁ ମତେ ମିଛ କହିଲୁ ଶୁଖୁଆ ଭାର ଦେବୁ ବୋଲି, ଭଣ୍ଡେଇଲୁ, ଆଣିଦେଲୁ ନାହିଁ, ପୁଣି ତାପରେ ମତେ ମିଛ କହି ଭଣ୍ଡେଇ ମୋ ସହିତ ଖେଳିବା ପାଇଁ ଚେଷ୍ଟା କରୁଛୁ, ତତେ ଆଜି ମୁଁ ଛାଡ଼ିବିନି କିମ୍ବା ବଞ୍ଚିବାକୁ ଦେବିନି। ତ ପିଲାମାନେ ସେଇଠୁ ବିଲେଇଟି କହୁଛି, ତତେ ଆଜି ମୁଁ ଛାଡ଼ିବିନି କିମ୍ବା ବଞ୍ଚିବାକୁ ଦେବିନି। ତ ଦେଖିବା ତାପରେ କଣ ହେଲା। ସୁଣ୍ଡୁବେକ କାନ୍ଦି କାନ୍ଦି କହିଲା, ମତେ ଛାଡ଼ି ଦିଅନ୍ତୁ, ମୋର କେବେ ଆଉ ଏମିତି ଭୁଲ ହେବ ନାହିଁ। ତ ପିଲାମାନେ ସେଇଠୁ ମୂଷାଟି କାନ୍ଦି କାନ୍ଦି କଣ କଲା ନା ବିଲେଇକୁ କହିଲା, ମତେ ଛାଡ଼ି ଦିଅନ୍ତୁ, ମୋର ଆଉ ଏମିତି ଭୁଲ କେବେ ହେବ ନାହିଁ। ଚମ୍ପକ କହିଲା, ଯିଏ ଥରେ ଅବିଶ୍ୱାସ କାମ କରିଛି ସେ ପୁଣି କେବେ ବିଶ୍ୱାସୀ ହୋଇପାରିବ ନାହିଁ। ତ ପିଲାମାନେ ବିଲେଇଟି ମୂଷାକୁ କଣ କହିଲା ନା ଯିଏ ଥରେ ଅବିଶ୍ୱାସ କାମ କରିଛି ସେ ପୁଣି ଆଉ କେବେ ବି ବିଶ୍ୱାସୀ ହୋଇପାରିବ ନାହିଁ। ଯିଏ ତତେ ରକ୍ଷା କଲା ତା ସହ ତୋର ବିଶ୍ୱାସଘାତକତା ପାଇଁ ତୋର ମୃତ୍ୟୁ ନିଶ୍ଚିତ। ତ ପିଲାମାନେ ଯେହେତୁ ସେ ଛୋଟୁର ବହି କାଟି ଦେଇଥିଲା, ସେଥିପାଇଁ ବିଲେଇଟି କହିଲା କଣ, ଯିଏ ତତେ ରକ୍ଷା କଲା ତା ସହ ତୋର ବିଶ୍ୱାସଘାତକତା ପାଇଁ ତୋର ମୃତ୍ୟୁ ସୁନିଶ୍ଚିତ, ତୁ ଆଜି ନିଶ୍ଚୟ ମରିବୁ। ସଣ୍ଡୁବେକର କୌଣସି କଥା ନ ଶୁଣି ଚମ୍ପକ ତାକୁ ମାରି ଖାଇଦେଲା। ତ ପିଲାମାନେ ମୂଷାଟିର କୌଣସି କିଛି ବି କଥା ନ ଶୁଣି ବିଲେଇ କଣ କଲା ନା ତାକୁ ମାରି ଖାଇଦେଲା। ଚାଷୀ ଚମ୍ପକକୁ ପ୍ରଶଂସା କଲା ଏବଂ କହିଲା, ଅବିଶ୍ୱାସୀ ଏମିତି ଫଳ ପାଏ।
ତ ପିଲାମାନେ ବିଲେଇଟି ଯେହେତୁ ମୂଷାକୁ ଖାଇଦେଲା, ତାପରେ ଏସବୁ ଦେଖି ଚାଷୀ ବହୁତ ଖୁସି ହେଲା। ତାପରେ କ'ଣ ବିଲେଇକୁ ପ୍ରଶଂସା କଲା ଆଉ କହିଲା, ଅବିଶ୍ୱାସୀ ଏମିତି ଫଳ ପାଏ, ଅବିଶ୍ୱାସୀ କାମ କଲେ ଏମିତି ଫଳ ଭୋଗିବାକୁ ପଡ଼େ। ତ ପିଲାମାନେ ଶେଷରେ ମୂଷାଟି ମିଛ କହିବାରୁ ତାର ମୃତ୍ୟୁ ହିଁ ଘଟିଲା। ତ ପିଲାମାନେ ଆଶା କରୁଛି ତମମାନଙ୍କୁ ନିହାତି ଭାବରେ ଗପଟି ଭଲ ଲାଗିଥିବ। ତ ପିଲାମାନେ ଗପଟି ଯଦି ତମମାନଙ୍କୁ ଭଲ ଲାଗିଥିବ ନିହାତି ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।